ଛେଳି ଡରେ ପାଣିକୁ। ବଣ ଭିତରେ ପାହାଡ଼ଟିଏ, ପାହାଡ଼ ତଳେ ଝରଣାଟିଏ, ଝରଝର କରି ବହି ଯାଉଥାଏ ଝଲମଲ ପାଣି। ମାଛମାନେ ଫକ ଫକ ଡିଆଁ ଡେଇଁ କରୁଥାନ୍ତି। ଛେଳିଟିଏ ଝରଣା ପାଖରେ ଯାଉଥିଲା। ହେଲେ ବଣ ଭିତରେ କ'ଣ ଅଛି ପିଲେ? ଗୋଟିଏ ପାହାଡ଼ ଅଛି। ପାହାଡ଼ ତଳେ ଗୋଟିଏ ଝରଣାଟି ଝରଝର କରି ବହି ଯାଉଥିଲା। ସେହି ଝରଣାର ପାଣି ଝଲମଲ ଦେଖାଯାଉଥିଲା। ମାଛମାନେ ସେଇ ଝରଣା ପାଣିରେ କ'ଣ କରୁଥିଲେ? ଫକ ଫକ ଡିଆଁ ଡେଇଁ କରୁଥିଲେ। ଛେଳିଟିଏ ଝରଣା ପାଖ ଦେଇ ଯାଉଥିଲା। ଛେଳି ଝଲମଲ ପାଣିକୁ ଦେଖିଲା। ଗାଧୋଇବା ପାଇଁ ତାର ମନ ହେଲା। ସେ ପାଣି ଭିତରକୁ ଡେଇଁ ପଡ଼ିଲା। ଝଲମଲ ପାଣିକୁ ଦେଖି ଛେଳିକୁ ଗାଧୋଇବା ପାଇଁ ଇଚ୍ଛା ହେଲା। ତେଣୁ ଛେଳି କ'ଣ କଲା? ପାଣି ଭିତରକୁ ଡେଇଁ ପଡ଼ିଲା। ମାଛ ଦେହରେ ତା ଗୋଡ଼ ବାଜିଗଲା। ମାଛଟି ରାଗରେ ଗରଗର ହୋଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ଯେତେବେଳେ ଛେଳିଟି ପାଣି ଭିତରକୁ ଡେଇଁ ପଡ଼ିଲା, ସେତେବେଳେ କ'ଣ ହେଲା? ଛେଳିର ଗୋଡ଼ଟି ଗୋଟିଏ ମାଛକୁ ବାଜିଗଲା, ଯାହାଫଳରେ ମାଛଟି ରାଗିଯାଇ ଛେଳିର ଗୋଡ଼କୁ କାମୁଡ଼ି ଦେଲା। ଛେଳିର ଦେହ ଝିମ୍ଝିମ୍ ହୋଇଗଲା। ସେ ଭୟରେ ପାଣିରୁ ବାହାରି ପଳାଇଗଲା। ସେହି ଦିନଠାରୁ ଛେଳି ପାଣି ଭିତରକୁ ଯାଇନାହିଁ। ଯେତେବେଳେ ଛେଳିର ଗୋଡ଼ଟିକୁ ମାଛ କାମୁଡ଼ି ଦେଲା, ଛେଳିର ଦେହ ଝିମ୍ଝିମ୍ ହୋଇଗଲା, ଆଉ ସେ ଭୟଭୀତ ହୋଇ ପାଣିରୁ ବାହାରି ଆସିଲା। ସେହି ଦିନଠାରୁ ପିଲେ ଛେଳି ଆଉ ପାଣି ଭିତରକୁ ଯାଉନାହିଁ। ତ ବୁଝିଲା ତ ପିଲେ, ଛେଳି କାହିଁକି ପାଣି ଭିତରକୁ ଯାଉନି?